ଆପଣମାନେ ଦେଖିପାରୁଥିବେ ଇଏ ସମ୍ପୂର୍ଣ୍ଣ ଗାଉଁଲି ଖାଦ୍ୟ ଚୂଡ଼ା ଗୁଡ଼ ଆଉ ଘିଅ। ଧୀରେ ଧୀରେ ଆମର ନିଜର ଗାଉଁଲି ଖାଦ୍ୟ ଧୀରେ ଧୀରେ ଲୋପ ପାଇଯାଉଛି, ଯାହା ଯୋଗୁଁ ଆମର ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି। ଆମର ବିଲରେ ହେଉଥିବା ଧାନ ବିକ୍ରି ହେଉନି, ଲୋକ ଧାନ ବିକ୍ରି, ଯଦି ଆପଣ ଘରୋଇ ଖାଦ୍ୟ ନ ଖାଇବେ ତାହେଲେ ଆପଣଙ୍କର ସେ ଖାଦ୍ୟ କେମିତି ବିକ୍ରି ହେବ। ସେଥିପାଇଁ ଆପଣଙ୍କ ଘରେ ଥିବା ଚୂଡ଼ା ମୁଢ଼ି ଗୁଡ଼ ନଡ଼ିଆ ଛେନା ଏଥିରେ ବନେଇକି ଆପଣ ନିଜେ ଖାଆନ୍ତୁ ଏବଂ ଶରୀରକୁ ସୁସ୍ଥ ରଖନ୍ତୁ। ଦେଖନ୍ତୁ ଇଏ ହେଉଛି ଚୂଡ଼ା ଗୁଡ଼ ଘିଅ ଘିଅ ଚୂଡ଼ା ଟିକେ ଭଜା ହେଇଛି, ଘିଅ ପଡ଼ିଛି, ଗୁଡ଼ ଟିକେ ପଡ଼ିଛି, ରଗଡ଼ି ଯଦି ଆପଣ ସକାଳ ସନ୍ଧ୍ୟା ଜଳଖିଆ କରି ଆପଣ ଯେଉଁ ଜାଗାରେ ଆପଣଙ୍କର ମ୍ୟାଗି ଚାଉମିନ୍ ଖାଉଛନ୍ତି ସେହି ଜାଗାରେ ଯଦି ଆପଣ ଖାଇବେ ଆଉ ପିଲାମାନଙ୍କୁ ଦେବେ ତାହେଲେ ଆପଣଙ୍କର ଶରୀର ସୁସ୍ଥ ହେବା ସହିତ ପିଲାମାନଙ୍କ ଶରୀର ସୁସ୍ଥ ହେବା ସହିତ ଏବଂ ଚାଷୀ ପରିବାର ବଞ୍ଚିବେ। କାହିଁକିନା ଚୂଡ଼ାଟା ଆମ ଧାନ ବିଲରେ ହେଉଛି, ଆମ ଚୂଡ଼ା ବି ବିକ୍ରି ହେବ, ଘିଅ ମଧ୍ୟ ଆମ ଚାଷୀମାନେ ବନାଉଛନ୍ତି, ଘିଅ ବିକ୍ରି ହେବ, ଗୁଡ଼ ମଧ୍ୟ ଆମ ଚାଷୀମାନେ ଗୁଡ଼ ବିକ୍ରି ହେବ। ସେଥିପାଇଁ ସମ୍ପୂର୍ଣ୍ଣ ସ୍ୱଦେଶୀ ଆନ୍ଦୋଳନ।